नमस्कार जय जगन्नाथ आसतु जानिबा बिछा राशि एप्रिल 2024 मासिक राशिफल किभଳି ରହିବ। এই ମାସରେ ଆପଣଙ୍କର ଗୁପ୍ତ ଶକ୍ତି ଜାଗୃତ ହେବ ଆଉ ଆପଣଙ୍କୁ ଅପରିମିତ ସଫଳତା ଦେବ। ଧ୍ୟାନ ଦିଅନ୍ତୁ ବିଛା ରାଶିର ଲୋକମାନେ ଏପ୍ରିଲ 2024 ଆପଣଙ୍କ ପାଇଁ ଗଭୀର ଚିନ୍ତନ ଆଉ ପରିବର୍ତ୍ତନର ସମୟ। ଯେଉଁଠାରେ ଚ୍ୟାଲେଞ୍ଜ ଥିବ ସେଠି ଆପଣଙ୍କର ଶକ୍ତି ପ୍ରକାଶିତ ହେବ। ଏହି ଭିଡ଼ିଓରେ ଆସନ୍ତୁ ଜାଣିବା ଏହି ମାସର ଆପଣଙ୍କର କ୍ୟାରିୟର ଆଉ କାମ କାର୍ଯ୍ୟ କିଭଳି ରହିବ, ଧନ ଆଉ ଆର୍ଥିକ ଦିଗ କିଭଳି ରହିବ, ପ୍ରେମ ଆଉ ସମ୍ପର୍କ, ତା ସହିତ ଜାଣିବା ସ୍ୱାସ୍ଥ୍ୟ କିଭଳି ରହିବ, କେଉଁ ଦିନ ଆପଣଙ୍କ ପାଇଁ ଶୁଭ ରହିବ ଆଉ କେଉଁ ଦିନ ଅଶୁଭ, ତା ସହିତ ଆପଣଙ୍କର ଶୁଭ ରଙ୍ଗ କ'ଣ, ତାପରେ ଜାଣିବା କେଉଁ କେଉଁ ଉପାୟ କରିବେ ଯାହାଦ୍ୱାରା ଏହି ମାସ ଆପଣଙ୍କ ପାଇଁ ଭଲ ରହିବ। ତାହେଲେ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା ଏହି ମାସର ମାସିକ ରାଶିଫଳ। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣଙ୍କର କାର୍ଯ୍ୟ ଆଉ ଜୀବିକା ବିଷୟରେ। ମାସ ଆରମ୍ଭରେ କାମରେ ଟିକେ ଆପଣଙ୍କର ଚାପ ରହିବ। ଆପଣଙ୍କର ଗୁପ୍ତ ବିରୋଧୀ ମାନେ ଆପଣଙ୍କୁ ଟିକେ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରନ୍ତି। ତେଣୁ ଆପଣଙ୍କର ଶତ୍ରୁ ପକ୍ଷଙ୍କ ପ୍ରତି ଆପଣଙ୍କ ଟିକେ ନଜର ରଖିଥାନ୍ତୁ। 12 ତାରିଖ ପରେ ଆପଣଙ୍କର ପରିସ୍ଥିତି ଆପଣଙ୍କ ପକ୍ଷକୁ ଯିବ। ଆପଣଙ୍କର ଦକ୍ଷତା ଆଉ ଆପଣଙ୍କର ପ୍ରୟାସ ଆପଣଙ୍କୁ ସମ୍ମାନ ଦେବ। ବ୍ୟବସାୟରେ ଆପଣଙ୍କ ପାଇଁ ନୂଆ ଯୋଜନା ଯଦି କିଛି କରିବେ ତାହେଲେ ନିଶ୍ଚିତ ଆପଣ ସଫଳ ହେବେ। ମନେ ରଖନ୍ତୁ ଆପଣଙ୍କ ଶକ୍ତି ଆପଣଙ୍କୁ ସମସ୍ତ ବାଧାରୁ ଆପଣଙ୍କୁ ଜିତେଇବ। ତାହେଲେ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣଙ୍କର ଧନ ଆଉ ଆର୍ଥିକ ଦିଗ ଏ ମାସ କିଭଳି ରହିବ। ଯେମିତିକି ଧନ ଏ ମାସ ଆପଣଙ୍କ ପାଇଁ ଆସିବ କିନ୍ତୁ ଖର୍ଚ୍ଚ ମଧ୍ୟ ତା ସହିତ ବଢ଼ିବ। ଯଦି ପୁରୁଣା ଧନ ଆପଣଙ୍କର କିଛି ଫେରି ପାଇବାର ସମ୍ଭାବନା ଅଛି, ମାନେ ଯେମିତିକି କାହାକୁ ଯଦି ପଇସା ଦେଇଥିବେ କି କିଛି କିମ୍ବା କୌଣସି ନିବେଶ କରିଥିବେ ତାହେଲେ ସେଥିରୁ ଆପଣଙ୍କର ଫେରିପାରେ। ମନେ ରଖନ୍ତୁ ଅଜଣା ଲୋକକୁ ଏ ମାସ ମାନେ କେବେ ବି ଧନ ଦେବାରେ ଟିକେ ସାବଧାନ ରୁହନ୍ତୁ। ଆଉ ବଡ଼ ନିଷ୍ପତ୍ତିରୁ ଟିକେ ଦୂରରେ ରୁହନ୍ତୁ, ମାନେ ବଡ଼ ନିବେଶ କରିବାରେ ଆପଣ ଟିକେ ମାନେ ଦୂରରେ ରୁହନ୍ତୁ ଏ ମାସ। ଧନ ସଞ୍ଚୟ ଉପରେ ଟିକେ ଧ୍ୟାନ ଦିଅନ୍ତୁ। ଧନ ମନ୍ତ୍ର ଛୋଟିଆଟେ, ସାବଧାନତାରେ ଯଦି ଖର୍ଚ୍ଚ କରିବେ ମନେ ରଖନ୍ତୁ ଆପଣଙ୍କର ଧନ ନିଶ୍ଚିତ ବଢ଼ିବ। ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣଙ୍କର ପ୍ରେମ ଆଉ ସମ୍ପର୍କ ମାନେ ଏଇ ମାସରେ କିଭଳି ରହିବ। ସମ୍ପର୍କରେ ଆପଣଙ୍କର ନିଶ୍ଚିତ ଗଭୀରତା ବଢ଼ିବ। ହଁ, ଯଦି ସନ୍ଦେହ ଆଉ ଅବିଶ୍ୱାସ କରିବେ ନା ଆପଣଙ୍କ ପାର୍ଟନରରୁ ଆପଣଙ୍କର ଦୂରତା ଆଣିପାରେ। ଆଉ ଯେଉଁମାନେ ବୈବାହିକ ଜୀବନରେ ଅଛନ୍ତି ତାଙ୍କର ସମ୍ପର୍କ ବହୁତ ମଜବୁତ ରହିବ। ଆଉ ଯେଉଁମାନେ ଅବିବାହିତ ଅଛନ୍ତି ସେମାନଙ୍କ ଭାବ ମାନେ ତାଙ୍କ ପାଇଁ ଗୁପ୍ତ ଭାବରେ ପ୍ରେମ ଆସିପାରେ, ମାନେ ୱାନ୍ ସାଇଡ୍ ଲଭ୍ ହେଇପାରେ। ମନେ ରଖନ୍ତୁ ଭରସା ଆଉ ସତ୍ୟତା ଏଇ ଦୁଇଟା ଜିନିଷ ସବୁବେଳେ ସମ୍ପର୍କକୁ ନା ଦୃଢ଼ ରଖେ। ଯଦି ଆପଣ ଏପର୍ଯ୍ୟନ୍ତ ଭିଡ଼ିଓଟି ଦେଖୁଛନ୍ତି ହେଲେ ଆପଣ ଆମ ଭିଡ଼ିଓକୁ ଲାଇକ୍ କରିନାହାନ୍ତି, ଦେରି କାହିଁ କରୁଛନ୍ତି? ଆପଣଙ୍କୁ ଗୋଟେ ସେକେଣ୍ଡ ବି ଲାଗିବନି, ବାସ୍ ଭିଡ଼ିଓକୁ କ୍ଲିକ୍ କରିଦେବେ, ଭିଡ଼ିଓଟି ଲାଇକ୍ ହେଇଯିବ। ଆଉ ଆପଣଙ୍କର ସେ ଗୋଟିଏ ଲାଇକ୍ ଆମ ଉତ୍ସାହ ପ୍ରେରଣା ବଢ଼ାଇବ ଏମିତି ପ୍ରତ୍ୟେକ ଦିନ ଆପଣମାନଙ୍କ ପାଇଁ ନୂଆ ନୂଆ ଭିଡ଼ିଓ ବନେଇବା ପାଇଁ। ଡେରି କରନ୍ତୁନି, ଗୋଟେ ଲାଇକ୍ଟେ କରନ୍ତୁ, କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ଚାଲନ୍ତୁ ଭିଡ଼ିଓ ଆଗକୁ ବଢ଼େଇବା। ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣଙ୍କର ସ୍ୱାସ୍ଥ୍ୟ କିଭଳି ରହିବ। ଆପଣଙ୍କର ଏ ମାସରେ ଟିକେ ଆପଣଙ୍କ ଚିନ୍ତା ବଢ଼ିଯିବ। ଆପଣଙ୍କ ପାଇଁ ଟିକେ ରକ୍ତଚାପ ସମସ୍ୟା ହେଇପାରେ ଆଉ ଆପଣଙ୍କୁ ଟିକେ ଥକା ସମସ୍ୟା ମଧ୍ୟ ଦେଖାଦେବ। ଆପଣ କ'ଣ କରିବେ ନା ସତେଜ ଖାଦ୍ୟ ଟିକେ ଖାଆନ୍ତୁ, ମାନେ ସରଳ ଖାଦ୍ୟ ଖାଆନ୍ତୁ। ଆପଣ ଧ୍ୟାନ କରନ୍ତୁ, ଟିକେ ପ୍ରାଣାୟାମ କରନ୍ତୁ। ଏହା କଲେ ଆପଣଙ୍କୁ ଶାନ୍ତି ମିଳିବ। ମନେ ରଖନ୍ତୁ ମନକୁ ଶାନ୍ତି ରଖିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ। ବର୍ତ୍ତମାନ ଆସନ୍ତୁ ଜାଣିବା ଶୁଭ ସଂକେତ କ'ଣ ରହିଛି। ଯେମିତିକି ଶୁଭ ଦିନ ଗୁଡ଼ିକ ଆପଣଙ୍କ ପାଇଁ 1 ତାରିଖ ରହିବ, 10 ତାରିଖ ରହିବ, 18 ତାରିଖ ଆଉ 27 ତାରିଖ। ଆଉ ସାବଧାନ କେବେ ରହିବେ 5 ତାରିଖ, 14 ତାରିଖ, 22 ତାରିଖ। ଆଉ ବାକି ଦିନ ଗୁଡ଼ିକ ଆପଣଙ୍କ ପାଇଁ ସାଧାରଣତଃ ନର୍ମାଲ ରହିବ। କିନ୍ତୁ ତଥାପି ଆପଣ ଯଦି ଜାଣିବାକୁ ଚାହୁଁଛନ୍ତି ବାକି ଦିନ ଗୁଡ଼ିକ କିଭଳି ରହିବ ତାହେଲେ ଆମ ଏ ପେଜ୍ ହଉ କିମ୍ବା ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। କାରଣ ପ୍ରତ୍ୟେକ ଦିନ ଆମର ପ୍ରତ୍ୟେକ ଯେଉଁ ଆଜିର ରାଶିଫଳ ଆପଣ ଦେଖନ୍ତୁ ଏବଂ ପ୍ରତ୍ୟେକ ଦିନର ଭବିଷ୍ୟତ ଆପଣ ଜାଣିପାରିବେ ସେଥିରେ। ଆଉ ଶୁଭ ରଙ୍ଗ ହେଉଛି ଏଇ ମାସ ଆପଣଙ୍କ ପାଇଁ ଲାଲ ଆଉ କଳା। ଏଇ ମାସକୁ ଆପଣ ଭଲ କରିବା ପାଇଁ କ'ଣ ଉପାୟ କରିବେ? ଉପାୟ ହେଉଛି ମଙ୍ଗଳବାର ଦିନ ହନୁମାନଙ୍କ ଆଗରେ ଲାଲ ଫୁଲ ଅର୍ପଣ କରନ୍ତୁ ଆଉ ଟିକେ ଦୀପ ଜଳାନ୍ତୁ। ବିଛା ରାଶି ଲୋକମାନେ ଶକ୍ତିର ପ୍ରତୀକ। ସେମାନେ କଷ୍ଟକୁ ମଧ୍ୟ ଜିତି ସଫଳତା ପାଆନ୍ତି। ଏହା ଆପଣଙ୍କ ଲାଇଫ୍ ସହିତ ମିଶୁଛି କି? ନିଶ୍ଚିତ ମିଶୁଥିବ। ଯଦି ମିଶୁଛି ତାହେଲେ ନିଶ୍ଚିତ ଭିଡ଼ିଓଟିକୁ ଲାଇକ୍ କରିବେ ଆଉ କମେଣ୍ଟରେ ଜୟ ହନୁମାନ ଲେଖିଦେବେ।
ଆଉ ଭିଡ଼ିଓଟିକୁ ସେୟାର କରିବାକୁ ଭୁଲିବେନି, କାହିଁକି ନା ଆପଣଙ୍କର ଗୋଟିଏ ଛୋଟିଆ ସେୟାର ହେଲ୍ପ ମାଧ୍ୟମରେ ଏ ଭିଡ଼ିଓଟି ହେଇପାରେ ଅନ୍ୟ ବିଚାରାସୀ ଲୋକଙ୍କ ପାଖରେ ପହଞ୍ଚିଯିବ ଏବଂ ତାଙ୍କର କିଛି ସହଯୋଗ ହେଇଯିବ। ଆଉ ଯଦି ଆପଣ ପ୍ରଥମ ଥର ଆମ ୟୁଟ୍ୟୁବରେ ଭିଡ଼ିଓ ଦେଖୁଛନ୍ତି, ଆମ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିବେ। ଆଉ ଯଦି ଫେସବୁକରେ ଦେଖୁଛନ୍ତି ତାହେଲେ ଆମ ପେଜକୁ ଟିକେ ଫଲୋ କରିଦେବେ, କାହିଁକି ନା ଆପଣଙ୍କୁ ଏଥିରେ ପ୍ରତ୍ୟେକ ଦିନର ରାଶିଫଳ, ସାପ୍ତାହିକ ରାଶିଫଳ, ମାସିକ ରାଶିଫଳ, ବାର୍ଷିକ ରାଶିଫଳ, ଏହା ସହିତ ଆଷ୍ଟ୍ରୋଲୋଜି ରିଲେଟେଡ୍ ଆପଣଙ୍କୁ ବହୁତ ସାରା ଭିଡ଼ିଓ ସୁନ୍ଦର ସୁନ୍ଦର, ଯାହାକି ଆମ ୟୁଟ୍ୟୁବ ଚ୍ୟାନେଲ ହଉ କିମ୍ବା ଆମ ଏ ଫେସବୁକ୍ ପେଜ୍ ହଉ, ଏଥିରେ ଆପଣ ଦେଖିବାକୁ ପାଇବେ।